ସମସ୍ତଙ୍କୁ ଉତ୍ସ କରି ନିଜର ପିତା ମାତା ନିଜର ଭାଗ୍ୟ ନିଜର ଘରଭଳି ସମସ୍ତଙ୍କୁ ମହାପ୍ରଭୁଙ୍କୁ ଉତ୍ସ କରି ସନ୍ନ୍ୟାସ ଧର୍ମକୁ ଅବଲମ୍ବନ କରି ଚାଲିଯିବେ। ଆଜ୍ଞା ଆଜ୍ଞା ସବୁ ଚେଷ୍ଟା ହେଇଯିବ ମହାପ୍ରଭୁଙ୍କର ଶୋଷା ହବ ସୀତା କାନ୍ଥର ଚୁଲି ସୀତା କାନ୍ଥର ଚୁଲିକୁ ମହାପ୍ରଭୁ ବନ୍ଧନ କରି କେତେ ଯେତେବେଳେ ମହାପ୍ରଭୁଙ୍କ ମୁଣ୍ଡକୁ ଯିବ ସମସ୍ତେ ଟିକେ ଆନନ୍ଦ ସାଗର ହରିବୋଲ ବୁଲାବୁଲି ଦେବେ। ସଂକୀର୍ତ୍ତନ ସଂକୀର୍ତ୍ତନ ସମାପନ ହେଲା। ସେଠି ମହନ୍ତ କେତେ ଜଣ? 64 ମହନ୍ତ 64 ମହନ୍ତ 64 ମହନ୍ତ ଦ୍ୱାଦଶ ଗୋପାଳ ଅଷ୍ଟକବିରାଜ ତାଙ୍କରି ଉପସ୍ଥିତରେ ମହାପ୍ରଭୁଙ୍କ ମୁଣ୍ଡକୁ ଯାଇଛି ଦଣ୍ଡକାଣ୍ଡ। ତେଣୁ କହିବାର ତାତ୍ପର୍ଯ୍ୟ 64 ମହନ୍ତ ଏଇଠି ଅଛନ୍ତି, ଦ୍ୱାଦଶ ଗୋପାଳ ଏଇଠି ସମସ୍ତଙ୍କ ଉପସ୍ଥିତରେ ମହାପ୍ରଭୁଙ୍କ ମୁଣ୍ଡକୁ ଯିବ ଦଧିବାନ୍ଧ। ଏଇଆ ତ କଥା ନା ନାଇଁ? ହଉ ହଉ ଟିକେ ଆସୁନାହାନ୍ତି ମୋ ସାଥିରେ ଆସ ଏଠିକି ଆସ ମା ଆସ ବାପା ଆସୁ ଏଇଠି ଆସ ଏଇଠି ଆସ ତେଣୁ କହିବାର ତାତ୍ପର୍ଯ୍ୟ ସମସ୍ତେ ଆମେ ସେଇଠି ଯାଉ। ଆରେ चौसठी महंत द्वादश गोपाल 64 महंत